ପିଲାଏ ଆଜି ଆମେ ଜାଣିବା ଆଧୁନିକ ଛାତ୍ର ପୁରାତନ ଛାତ୍ର ଏବଂ ଆଧୁନିକ ଛାତ୍ର ମଧ୍ୟରେ କ'ଣ କ'ଣ ପାର୍ଥକ୍ୟ। ସେ ଭିତରୁ ଆଧୁନିକ ଛାତ୍ର ବିଷୟରେ ଆମେ ଆଲୋଚନା କରିବା। ଶିଶୁଟି ଜନ୍ମ ହେଲା ପରେ 5 ବର୍ଷ ପର୍ଯ୍ୟନ୍ତ ବୁଲିବା କଥା। ଆଗେ ଶିଶୁର ଯେତେବେଳେ ଏଇ ହାତରେ କାନକୁ ଯେତେବେଳେ ଧରି ପାରୁଥିଲା ତାପରେ ବିଦ୍ୟାଳୟରେ ତାକୁ ଆଡ଼ମିସନ୍ ମିଳୁଥିଲା। ଆଜିକାଲି କିନ୍ତୁ ସବୁ ବିପରୀତ। ଛୋଟ ଛୁଆକୁ ନେଇକରି କିଡ୍ କ୍ଲାସ୍ ଛୁଆ କ୍ଷୀର ଛାଡ଼ି ନେଇ ସେ ବିଦ୍ୟାଳୟକୁ ଯାଉଛି। ବିଭିନ୍ନ ପ୍ରକାର ସ୍କୁଲ ସବୁ ଖୋଲିଲାଣି। ଜନ୍ମରୁ ପିଲାମାନେ ସ୍କୁଲକୁ ଯାଉଛନ୍ତି। କିଡ୍ କ୍ଲାସ୍ରେ ଆଧୁନିକ ଧରଣର ସବୁ ବୈଦେଶିକ ଖେଳ ସବୁ ଖେଳୁଛନ୍ତି। ପୁଣି ବାହାରିଲାଣି ଯେଉଁ ଛୁଆଟା ଶୋଇବା କଥା ସକାଳେ, ଛୋଟ ଛୁଆଟେ ମା କ୍ଷୀର ଛାଡ଼ି ନାହିଁ ଶୋଇବା କଥା, ତାକୁ ଅନ୍ଧାରୁ ଉଠାଇ ଦିଆହେଉଛି। LKG, UKG, ଷ୍ଟାଣ୍ଡାର୍ଡ଼ 1 ଏଭଳି ବିଭିନ୍ନ ସବୁ ଷ୍ଟାଣ୍ଡାର୍ଡ଼ ସବୁ ରହୁଛି, ବିଭିନ୍ନ କ୍ଲାସ୍ ସବୁ ରହୁଛି। ପିଲାଟି ଶୋଇଛି କି ନାହିଁ, ଠିକ୍ ଭାବରେ ନିଦ ପଡ଼ିଛି କି ନାହିଁ, ବାପା ମା ଉଠାଇ ଦେଲେ, ଉଠ ସ୍କୁଲ ଯିବୁ, ତାକୁ ବାଧ୍ୟ ବାଧକତାର ସହିତ ଉଠାଉଛନ୍ତି। ମୁହଁ ଧୋଇକି ଚାଉଳ ବସ୍ତା ଭଳି ବଡ଼ ସ୍କୁଲ ବ୍ୟାଗ୍ଟା ତା ପିଠିରେ ଝୁଲେଇ ଦେଉଛନ୍ତି। ପାଣି ବୋତଲ ଧରି ଦେଉଛନ୍ତି। ପିଲାଟା ପାଣି ବୋତଲ, ଆଗ ପଟରେ ପାଣି ବୋତଲ, ପୁଣି ସେଥିରେ ଟିଫିନ୍ ଡବା, ମୋଟା ମୋଟା ବହି, ଯାହାଦ୍ୱାରା ଶିଶୁଟି ଯେଉଁ ପାଠ ପଢ଼ିବା କଥା ଠିକ୍ ପାଠ ହୋଇପାରୁନାହିଁ। ପୁଣି ଜଙ୍କ ଫୁଡ୍ ଦିଆଯାଉଛି। ଖାଇବାରେ ବହୁତ ଭଲ ଲାଗିବ, ପାଟିକୁ ଭଲ ଲାଗିବ, ମସଲା ଦିଆ ଖାଦ୍ୟ, ତାକୁ ଆଉ ଘର ଖାଦ୍ୟ ଆଉ ଦିଆଯାଉ ନାହିଁ। ଅଧିକାଂଶ ମା ମାନେ ମଧ୍ୟ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ସେମାନେ ମଧ୍ୟ ତାଙ୍କର ଚାକିରି ଜୀବନକୁ ଦେଖୁଛନ୍ତି। ସିଧାସଳଖ ହୋଟେଲରୁ କିଣିଦେବେ, ଠେଲାବାଲା ଠାରୁ କିଣିଦେବେ, ଯାହାଫଳରେ ଶିଶୁଟି ସେ ହୋଟେଲ ଖାଦ୍ୟ, ଜଙ୍କ ଫୁଡ୍ ଖାଇବ। ଏପଟେ ଓଜନ ବ୍ୟାଗ୍ ବହିଛି, ଯେମିତି ଧାନ ମିଲ୍, ଚାଉଳ ମିଲ୍, କଳକାରଖାନା, ଯେମିତି ଯେଉଁ ହେମାଲ ମାନେ ଶ୍ରମିକମାନେ ପିଠିରେ ଯେମିତି ବଡ଼ ବଡ଼ ଧାନ ବସ୍ତା ଧରିଥାନ୍ତି, ପିଲାଟି ଠିକ୍ ସେମିତି ସେ ହେଉଥାଏ। ଆଜିକାଲିର ପାଠ ହେଉଛି ବିଜନେସ୍ ଷ୍ଟଡି। ଆଉ କୌଣସି ଫିଜିକାଲ ଷ୍ଟଡି ଆଉ ନାହିଁ। ସବୁ ପ୍ରାଇଭେଟ୍ ସ୍କୁଲ, ହଜାର ହଜାର ଟଙ୍କା ସେଥିରେ ପଡ଼ୁଛି ମାସିକ ଫିଜ୍, ଅଟୋ ଭଡ଼ା, ବସ୍ ଭଡ଼ା, ଆହୁରି ଅନେକ ଫିଜ୍ ସବୁ ରହୁଛି। ଧୀରେ ଧୀରେ ଆମର ସାଂସ୍କୃତିକ ଶିକ୍ଷା ଉଭେଇ ଗଲାଣି। ଯେଉଁଟା ଆମ ପୂର୍ବପୁରୁଷରୁ ପଢ଼ି ଆସୁଥିଲୁ, ଯେଉଁଠାରେ ଇତିହାସରେ ଆମର ଶିବାଜୀ, ରାଣା ପ୍ରତାପ, ସୁଭାଷ ଚନ୍ଦ୍ର ବୋଷ ଏମାନଙ୍କ ଭିତରେ ପଢ଼ୁଥିଲୁ। କିନ୍ତୁ ଆଜିକାଲି ଯେଉଁ ପାଠ ଅଛି, ଲର୍ଡ଼ ମାକ୍ଲେ, ଲର୍ଡ଼ ଡେଲହାଉସି, ଲର୍ଡ଼ କର୍ଣ୍ଣୱାଲିସ୍, ଏଲିଜାବେଥ, ତାଙ୍କ ବିଷୟରେ ଆମେ ଘୋଷୁଛୁ।
ତାଙ୍କ ବାପା ଜେଜେ ବାପା ତାଙ୍କ ଜେଜେ ବାପା କରୁଛୁ, କିନ୍ତୁ ନିଜର ଜେଜେ ବାପା ତାଙ୍କ ବାପାଙ୍କର ନାଁ ଆଉ ଆମକୁ ମନେ ନାହିଁ, କାହିଁକିନା ଘୋଷା ପାଠ। ତାପରେ ହେଉଛି ପିଲାକୁ ଟ୍ୟୁସନ୍ରେ ସବୁବେଳେ ବ୍ୟସ୍ତ, ଅନ୍ଧାରୁ ଉଠିକରି ଟ୍ୟୁସନ୍, ସନ୍ଧ୍ୟାରେ ଟ୍ୟୁସନ୍, ଗୋଟିଏ ଜାଗାରେ ଯିବ ଗଣିତ ଟ୍ୟୁସନ୍, ଇଂରାଜୀ ଟ୍ୟୁସନ୍, ସାଇନ୍ସ ଟ୍ୟୁସନ୍, ଯାହାଦ୍ୱାରା ପିଲାର ଆଉ ଖେଳିବା ପାଇଁ ସମୟ ନାହିଁ। ସେ ଗୋଟେ ମସିନ୍ ହେଇଗଲାଣି। ମସିନ୍ ସେତିକି କାମ କରୁନଥିବ, ପିଲାଟି ଯେତେ କାମ କରୁଛି। ସେ ଖେଳ, ଆମ ଯେଉଁ ଭାରତୀୟ ଖେଳ ସବୁ ଯେଉଁ ଥିଲା, କବାଡ଼ି ଖେଳ ଥିଲା, କେଲି ଖେଳ ଥିଲା, ପାଣି ପହଁରା ଖେଳ ଥିଲା, ବିଭିନ୍ନ ଯେ ଖେଳ ସବୁ ରହୁଥିଲା, ସେ ଖେଳ ସବୁ ଲୋପ ପାଇଗଲା। ଆଉ ବୈଦେଶିକ ଖେଳ ସବୁ ଆମ ଦେଶକୁ ମାଡ଼ି ଆସିଲା। ବାକି ଦିନ ଖେଳିବେ ନାହିଁ, ଯେତେବେଳେ ଏନୁଆଲ୍ ସ୍ପୋର୍ଟସ୍ ଆସିଯିବ, ହଁ ତା 8 ଦିନ ଆଗରୁ ଜୋରରେ ଦୌଡ଼ାଦୌଡ଼ି କରି କେବଳ ସାର୍ଟିଫିକେଟ୍ଟିଏ ପାଇବେ। ଏ ସାର୍ଟିଫିକେଟ୍ ଆଶାରେ ସେମାନେ ଖାଲି ଖେଳିବେ। ଆମର ସଂସ୍କୃତି, ରାମାୟଣ, ଗୀତା, ମହାଭାରତ, ଅନେକ ସାଂସ୍କୃତିକ ଗ୍ରନ୍ଥ, ଏହିସବୁ ପଢ଼ିକି ଆଗେ ଆମ ଭାରତବର୍ଷର ଛାତ୍ରମାନେ ବା ଶିଷ୍ୟମାନେ ନୂତନ ଜ୍ଞାନ ଲାଭ କରୁଥିଲେ, ଯାହାକି ପୂର୍ବପୁରୁଷଙ୍କୁ ସମ୍ମାନ ଦେବା ସହିତ ପରବର୍ତ୍ତୀ ପିଢ଼ିକୁ ମଧ୍ୟ ସେମାନେ ନିର୍ମାଣ କରିପାରିଥିଲେ। ତାଙ୍କ ମନରେ ଭକ୍ତି ଭାବନା ଜାଗ୍ରତ ହେଉଥିଲା, ଦେଶ ପ୍ରେମ ଭାବନା ଜାଗ୍ରତ ହେଉଥିଲା। କିନ୍ତୁ ଏବେ ରାମାୟଣ ମହାଭାରତ ସବୁ ଗଲା, କେବଳ ମାର୍କ କେମିତି ପାଇବ, ନମ୍ବର ମିଳା ପାଠ, ସେଇଟା ଘୋଷିବ, ପରୀକ୍ଷା ସରିଲେ ସେଇଟା ବି ଗଲା। ଯାହା ଘୋଷିଥିଲା ପରୀକ୍ଷା ସରିଗଲେ ମାର୍କ ମିଳିଗଲେ ସେ ପାଠ ବି ଗଲା, ପୁଣି ନୂଆଟା ଘୋଷିବାକୁ ପଡ଼ିବ। ସିଲଟରେ ପିଲାମାନେ ଲେଖୁଥିଲେ, ସିଲଟ କେମିତି ଧରାଯାଏ, ଚକ୍ ଖଡ଼ି କେମିତି ଧରାଯାଏ, କେମିତି ଗୋଲ ବୁଲାଯାଏ, ସେଇଟା ବି ଗଲା। ସିଧାସଳଖ ଡବା ଖାତା, ସ୍କୋୟାର ଖାତା, ପେନସିଲ୍, ରବର, କଟର ପିଲା ଧରୁଛି, କମ୍ପାସ ବକ୍ସ, ଏଥିରେ ପାଠ ପଢ଼ୁଛି। ସିଧାସଳଖ ଖାତା କଲମକୁ ପଳେଇଗଲା, ଖାତା କଲମ ଅଭ୍ୟାସ ହେଇଗଲା, ଯାହାଦ୍ୱାରା ଆଉ ଅକ୍ଷର ଶୁଦ୍ଧି ହେଉନାହିଁ। ଆଗେ ଭୁଲ ହେଉଥିଲେ ଲିଭେଇ ହେଉଥିଲା, ସିଲଟରେ କେତେ ଇରେଜ୍ ମାରୁଥିବ, ଖାତା କଣା ହେଇଯିବ। ପିଲାଟି ଟିକିଏ ବଡ଼ ହେଇଗଲେ ମୋବାଇଲ ଧରିବ, ଲ୍ୟାପଟପ୍ ଧରିବ, ମୋବାଇଲରେ ପାଠ ପଢ଼ିବ, ଲ୍ୟାପଟପ୍ରେ ପାଠ ପଢ଼ିବ। ଆଗେ ଦୈନନ୍ଦିନ ବ୍ୟବହାର ହେଉଥିଲା, ଡାଏରୀ, ପିଲାମାନେ ଡାଏରୀରେ ଲେଖୁଥିଲେ। ଯେଉଁ ଡାଏରୀ କି ବର୍ଷ ବର୍ଷ ଧରି ରହୁଥିଲା, ନିଜର ଛାତ୍ର ଜୀବନରୁ ଚାକିରି ଜୀବନ ପର୍ଯ୍ୟନ୍ତ ତାର ପ୍ରମାଣ ରହୁଥିଲା। ଆଜି ଆଉ ନାହିଁ, ମେସେଜ ପଢ଼ିଦେଲେ ଆଜି ସରିଗଲା, ମୋବାଇଲରୁ ଡିଲିଟ୍ ହେଇଗଲା। ଯେତେବେଳେ ଛାତ୍ର ମୋବାଇଲ ଉପରେ, ଲ୍ୟାପଟପ୍ ଉପରେ ନିର୍ଭର କରୁଛି, ସବୁବେଳେ ଆଖି ଉପରେ ପ୍ରେସର ପଡ଼ୁଛି, ଅଣ୍ଟା ବଙ୍କା କରି ବସୁଛି, ତାର ମୁଣ୍ଡରେ ମାନସିକ ଚାପ ପଡ଼ୁଛି, ମୁଣ୍ଡ ବ୍ୟଥା ହେଉଛି, ମୋଟା ମୋଟା କାଚର ଚଷମା ଲଗାଉଛି, ଭିକ୍ସ ଲଗାଉଛି ମୁଣ୍ଡରେ, କପାଳରେ, ଡାକ୍ତରଙ୍କ ପାଖକୁ ଯାଇକରି ପଇସା ଖର୍ଚ୍ଚ କରୁଛି। ଡାକ୍ତର ଔଷଧ ଲେଖୁଛନ୍ତି, ମାସକୁ ମାସ ଆସୁଥାଅ ଔଷଧ ପରିବର୍ତ୍ତନ କରୁଥିବା।
ଛାତ୍ର ମାନେ ପାଠ ପଢ଼ାରେ ଏତେ ବ୍ୟସ୍ତ ହେଉଛନ୍ତି ସେମାନେ ଆଉ ବନ୍ଧୁ ବାନ୍ଧବ ଜାଣୁନାହାନ୍ତି। ମାମୁଁ ଘର ବାହାଘର, ମାଉସୀ ଘର ବାହାଘର, କାହାର କାମ କ'ଣ, କାହାର ବନ୍ଧୁବାନ୍ଧବଙ୍କର ବାହାଘର, ଏଇସବୁ ମଣିଷ ଆଉ ଜାଣୁନାହିଁ। ଏମାନେ ପୂର୍ବପୁରୁଷଙ୍କୁ ମଧ୍ୟ ଭୁଲି ଯାଉଛନ୍ତି, ଯାହାଫଳରେ ତାଙ୍କୁ ମଧ୍ୟ ତାଙ୍କର ଉତ୍ତରାଧିକାରୀମାନେ ଭୁଲିଯିବେ। ମାର୍କ ଓରିଏଣ୍ଟେଡ୍ ଶିକ୍ଷା ସବୁବେଳେ କେମିତି ଗଲେ ଫାର୍ଷ୍ଟ କ୍ଲାସ୍ ପାଇବି, କଲେ ମାର୍କ ପାଇବି, ସବୁବେଳେ ମାର୍କ ଉପରେ ନିର୍ଭର। ଖାଲି ଘୁଷୁଛି, ଘୋଷା ପାଠ ଅଧା ବାଟ, ହେଲେ ମାର୍କ କେମିତି ପାଇବ ସେ ଧ୍ୟାନ ଅଛି। ମାର୍କ ପାଇଗଲା, ପିଲାଟି ବଡ଼ ହୋଇଗଲା, ସେ ଛାତ୍ରଟା ବଡ଼ ଛାତ୍ର ହୋଇଗଲା, ଧୀରେ ଧୀରେ ଚାକିରି କଲା। ଯେତେବେଳେ ବେଶୀ ପଇସା ଖର୍ଚ୍ଚ କରି ଯେହେତୁ ପାଠ ପଢ଼ିଛି, ଚାକିରି ବି ବଡ଼ ଦରକାର, ଟଙ୍କା ବି ବଡ଼ ଦରକାର, ବେଶୀ ଟଙ୍କା ଦରକାର। ପିଲାଟି କ'ଣ କରୁଛି, ଦୂରରେ ଚାକିରି କଲା, ତାପରେ ଶହ ଶହ କିଲୋମିଟର ଦୂରରେ ଚାକିରି କଲା, ପଇସା ପଛରେ ପଡ଼ିଲା, ବାପା ମା ଠାରୁ ଦୂରରେ ରହିଲା। ଏତେ ଦୂରରେ ଚାକିରି କଲା, ପଇସା ସିନା ପାଇଲା, କିନ୍ତୁ ବାପା ମାର ସ୍ନେହ ମିଳିଲା ନାହିଁ। ଆଜିକାଲି ଜମାନାରେ ଫୋନ୍ରେ କଥା ଯେ ଫଟୋ ଟିକେ ଦେଖୁଛ, ଫଟୋରେ ଦେଖିଲେ କ'ଣ ପେଟ ଭରିବ? ମାଆଙ୍କର ସ୍ନେହ କ'ଣ ମିଳିବ? ବାପାଙ୍କର ସ୍ନେହ କ'ଣ ମିଳିବ? ସେଥିରୁ ପିଲାମାନେ ଦୂରେଇ ଗଲେ। ଏହାଛଡ଼ା ଯେତେବେଳେ ବାପା ମା ଦୁର୍ବଳ ହୋଇଯିବେ, ଖଟରେ ପଡ଼ି ରହିବେ, ସେହି ସମୟରେ ବାପାଙ୍କ ପାଖରେ କି ମା ପାଖରେ ପୁଅ ନଥିବ, ପୁଅ ଦୂରରେ ଥିବ, ଆସିବାକୁ ଚାହିଁଲେ ମଧ୍ୟ ଛୁଟି ମିଳୁନଥିବ। ଏହାଛଡ଼ା ସେ କେତେ ଥର ଯିବା ଆସିବା ହେଲେ କରିବ? ଏତେ ଦୂର ରାସ୍ତା, ତା ମାଲିକ ଛୁଟି ଦେବା କଥା, ସେ ବି ତ ବାରମ୍ବାର ଛୁଟି ଦେବନି, ପଇସା ଦେଉଛି, ଚାକିରି କରୁଛି। ତେଣୁକରି ଆମେ ସବୁବେଳେ ଭାରତୀୟ ପାଠ ପଢ଼ିବା, ଭାରତୀୟ ସଂସ୍କୃତିକୁ ଜାଣିବା।